শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ্ভাগবত তৃতীয় স্কন্ধ 29 অধ্যায়। ভক্তি বৈরাগ্য কাল ঘোর 29ରେ ବିଚାର। ଦେବହୂତି ଉବାଚ ଭୋ ନାଥ ପ୍ରଭୁ ଭଗବାନ, କହତୁ ପରମାର୍ଥ ଜ୍ଞାନ। ଯେ ଜ୍ଞାନେ ଭକ୍ତି ପ୍ରକାଶଇ, ଅଜ୍ଞାନ ତିମିର ନାଶଇ। ମହତ ଆଦି ଯେ ପ୍ରମାଣ, ପ୍ରକୃତି ପୁରୁଷ ଲକ୍ଷଣ। ଯଥା ସଂଖ୍ୟାରେ ଅଛକହି, ତୋ ଭକ୍ତି ମାର୍ଗକୁ ଚିହ୍ନାଇ। ବିସ୍ତାରି କହ ପ୍ରଭୁ ମୋତେ, ସଂଶୟ ନର ଘୁମୋଚିତେ। ଯାହା ଶୁଣିଲେ ପ୍ରାଣୀ ପ୍ରାଣ, ବିରକ୍ତେ ଭଜେ ନାରାୟଣ। ଜୀବର ଜନ୍ମ ମୃତ୍ୟୁ ଦୁଇ, ଏ ଲୋକ ମାନଙ୍କର ହୋଇ। ତାହା କହିବା ମହାବାହୁ, କାଳ ସ୍ୱରୂପ ଆଦି କେହୁ। କାଳ ସ୍ୱରୂପ ଯେ ଈଶ୍ୱର, ସମସ୍ତ ଆତ୍ମାରେ ଗୋଚର। ମହାପ୍ରଭାବ ହିଁ ଯାହାର, ଯା ଭୟେ ପୁଣ୍ୟ କରେ ନର। ସେ କଥା ନିଶ୍ଚୟ କରିଣ, କହିବା ହେଉ ନାରାୟଣ। ନିଦ୍ରିତ ହୋଇ ସେ ଅଛନ୍ତି, ଅଜ୍ଞାନେ କିଛି ନ ଜାଣନ୍ତି। ତୋ ଜ୍ଞାନ ଦେଇ ନର ହରି, ବିନାଶ ଜ୍ଞାନ ତିମିରି। ମୈତ୍ରେୟ ଉବାଚ ଶୁଣ ବିଦୁର ମନ ଦେଇ। ମାତା ବଚନେ ଭାବଗ୍ରାହୀ, କହନ୍ତି ଅମୃତ ବଚନ। ଯେଣେ ସନ୍ତୋଷ ମାତା ମନ। ଶ୍ରୀ ଭଗବାନ ଉବାଚ ଶୁଣ ଜନନୀ ସ୍ଥିର ମନେ। ଯେ ଜ୍ଞାନ ଭକ୍ତିର ଲକ୍ଷଣେ, ବହୁ ପ୍ରକାରେ ଭକ୍ତି ଯୋଗ। ଜ୍ଞାନୀ ସାଧନ୍ତି ମୋକ୍ଷ ମାର୍ଗ, ସ୍ୱଭାବ ଗୁଣେ ଯୁକ୍ତ ହୋଇ। ନାନା ସଂକଳ୍ପ ମନେ ଧ୍ୟାଇ, ସାତ୍ୱିକ ରାଜସ ତାମସ। ଗୁଣ ପ୍ରବାହେ ଯେ ପ୍ରକାଶ, ଦମ୍ଭ ମତ୍ସର ଭାବ ବହି। ପ୍ରାଣୀ ହିଂସାରେ ଯୁକ୍ତ ହୋଇ, ପର ଅପର ଭେଦ ବୁଦ୍ଧି। ତାମସ ଗୁଣ ଏ ପ୍ରସିଦ୍ଧି, ଏ ଭାବେ ମୋତେ ଯେ ଭଜଇ। ତାମସ ଭକ୍ତି ତାକୁ କହି, ଯଶ ଐଶ୍ୱର୍ଯ୍ୟ କଳ୍ପୀ ମନେ। ବିଷୟ ଧ୍ୟାନ ଅନୁକ୍ଷଣେ, ଏ ମାର୍ଗେ ମୋତେ ଯେ ପୂଜଇ। ରାଜସ ଭକ୍ତି ତାକୁ କହି, ଈଶ୍ୱର ଅର୍ଥେ କର୍ମ କରେ। ଧର୍ମ ମାର୍ଗରେ ଯେ ପ୍ରଚରେ, ସର୍ବତ୍ର ଦେଖଇ ସମାନ। ସାତ୍ୱିକ ଭକ୍ତି ତାକୁ ଜାଣ, ଏହି ପ୍ରକାରେ ନବ ନବ। ସଗୁଣ ଏକାଅଶୀ ଭାବ, ଏବେ କହିବା ମାତା ଶୁଣ। निर्गुण भक्तिर लक्षण मोहर गुण कीर्तिमान नित्य जे करई श्रवण
ମୁହିଁ ଯେ ସର୍ବଗୁହାଶୟ ବିଚ୍ଛେଦ ନାହିଁ କିବା ମୋହ ଏମନ୍ତ ଭାବେ ଯେ ଭଜଇ কর্ম বন্ধনু মোক্ষ হই সমুদ্রে যেনে নদী জল মিলি হুଅନ୍ତି এক মেଳ ସେ ରୂପେ ମୋର ଦେହଲୀନ ଭକ୍ତି ଭାବରେ ହୁଅନ୍ତି ଜନ ନିଷ୍କର୍ମ ମାର୍ଗେ ଆତ୍ମଜ୍ଞାନ ସର୍ବତ୍ର ଦେଖଇ ସମାନ ପୁରୁଷୋତ୍ତମ ଭାବେ ଭଜି परम आत्मा मने हेजी निर्गुण भक्ति यह कही अपरे शुण मन देई सामीप्य सारूप्य एकत्व सालोक्य ऐश्वर्य मत ए आदि जेते मते मुक्ति तेणे संतोष नोहे मति मोर सेवन बिना केही भक्त संतोष मोर देही ए प्रकारे भक्ति जोग साधंती प्राणी मोक्ष मार्ग जेबे त्रिगुण कुजीणई मोहर भाव कुल भई क्रिया जोगरे निष्कामरे मोते सेवंती देवानरे हिंसा वर्जित साधुपण नित्य भजंती मो चरण के अबा मते पूजा करे स्तुति वंदने निरंतरे दर्शन स्पर्शन प्रमाण मोर प्रतिमाराधन मित्र भावरे सर्वजन देखई आत्मार समान जम नियम मार्ग साधी महत जने मान्य विधि दिन रे अनुकंपा बही मो बिनु अन्य न जानई मोहर नाम संकीर्तन श्रवण आध्यात्म दर्शन आर्जव साधु संगपूर्ण अहिंसा धर्म परायण मोहर धर्म आचरण ए रूपे चित शुद्ध जान मोहर गुण शुणी करने आनंद हंती प्राणी माने जे मन्ते पवनर बळे सुगंध दुर्गंध प्रसरे से रूपे आत्मा अविकार तही देखई से ध्यानर मु सर्वभूतर ईश्वर आत्मा स्वरूप रे गोचर एमंत भाव मोर छाड़ी जे पूजे अन्य भावे पड़ी जे जीवे दया न करई प्रतिमा पूजे मने ध्याई भस्मरे होम से जे मंत ताहार पूजा से ही मत मु सर्वव्यापी जे अटई एमंत भाव न जानई जे जीवे बद्ध बैर होई से शांति केबे न लभई मोते पूजाई जेबे से ही ता पूजारे तो सनही सर्वभूतरे स्थित मुहि जाबत प्राणी न जानई ताबत थाई स्वधर्मरे पूजिब प्रतिमा दरे पर पर एक आत्मा अंतर करे जे दुरात्मा से मृत्यु पथु न तरई संसार मार्गे भ्रमु थाई मु आत्मा सर्वभूत मध्ये अर्चना करे जेसु साधे मित्र भावरे सर्व देखे संसार उतरे से प्रत्यक्ष अजीव तहु जीव श्रेष्ठ जीवरे प्राण जे गरिष्ठ प्राण चेतना विशिष्ट तहु इंद्रिय वृत्ति श्रेष्ठ
ସ୍ପର୍ଶ ଗୁଣରେ ବୃକ୍ଷ ଆଦି, ରସ ଗ୍ରହଣେ ମତ୍ସ୍ୟ ଆଦି, ଗନ୍ଧ ବିଦ ଯେ ଭ୍ରମରାଦି, ତହୁଁ ସର୍ପାଦି ଶବ୍ଦ ଭେଦି, ରୂପରେ କାକ ଆଦି ଯେତେ, ତହୁଁ ଉଭୟ ଦନ୍ତବନ୍ତେ, ଅପାଦ ଠାରୁ ବହୁପାଦ, ବହୁପାଦରୁ ଚତୁଷ୍ପଦ, ଦ୍ୱିପଦ ମନୁଷ୍ୟାଦି ଜାଣ, ଏକୁଆରେ କଏ ପ୍ରଧାନ, ମନୁଷ୍ୟ ମଧ୍ୟ ଚାରି ବର୍ଣ୍ଣ, ଏଥିରେ ବ୍ରାହ୍ମଣ ଉତ୍ତମ, ବ୍ରାହ୍ମଣ ମଧ୍ୟରେ ଦେବଜ୍ଞ, ତହୁଁ ଅଧିକ ଯେ ଅର୍ଥଜ୍ଞ, ତହୁଁ ସଂଶୟ ଛେତାବର, ତହୁଁ ସ୍ୱଧର୍ମ ନିଷ୍ଠ ନର, ତହୁଁ ଅଧିକ ଅଟେ ସେହି ବିଷୟ ସଙ୍ଗ ଯାର ନାହିଁ। ମୋହର ପ୍ରିୟ କର୍ମ କରେ, ଆତ୍ମାରେ ଭାବ ନିରନ୍ତରେ, ସକଳ କର୍ମ ସମର୍ପଇ, ମନ ସହିତେ ମୋର ତହିଁ, ଏ ସର୍ବଭୂତେ ବିଜେ ମୁହିଁ, ବହୁମାନ ନାରେ ନମଇ, ଏମନ୍ତ ଭାବେ ଯେ ଭଜଇ, ତା ହୃଦେ ବିଜେ ଭାବଗ୍ରାହୀ, ଆନନ୍ଦେ ଦର୍ଶନ ଦିଅନ୍ତି, ତା ଅଘତି ମିରନାଶନ୍ତି, ଭକ୍ତି ଯୋଗରେ ମୋତେ ଧ୍ୟାଇ, ଯେ ମୋତେ ହୃଦୟ ଦେଖଇ, ପରମ ବ୍ରହ୍ମ କୁଲ ଭଇ, ଏଣୁ ଏକାଗ୍ର ଭାବେ ଧ୍ୟାଇ, ସେ ଯେ ପରମ ବ୍ରହ୍ମ ସାର, ପ୍ରଧାନ ପୁରୁଷଙ୍କ ପର, ତାର ଉପରେ କେହି ନାହିଁ, ସୃଷ୍ଟିର ଆଦି ଅନ୍ତ ସେହି, ତାହାର ତହୁଁ ସେ ଦଇବ, ସର୍ଜଇ କର୍ମର ସ୍ୱଭାବ, ନାନା ପ୍ରକାରେ ରୂପ ଭେଦ, ଆଶ୍ରୟ କାରଣ ଆସ୍ପଦ, ଅଦ୍ଭୁତ କାଳର ମହିମା, ହୋମାତ ନିଶ୍ଚଳେ ଜାଣିମା, ମହତ ଆଦି ଯେତେ ଭୂତେ, ଅଖିଳ ସଂସାର ଜଗତେ, ତ ଆତ୍ମା ମଧ୍ୟଗତ, ନିରତେ କରୁଅଛି ଗ୍ରସ୍ତ, ତାହାର ତହୁଁ ଭୟ ପାଇ, ନିରତେ କମ୍ପୁଅଛି ଦେହି, ସେ ପ୍ରଭୁ ଅଧିଯଜ୍ଞ ରୂପେ, କାଳ କଳନା କର ଗୋପେ, ବିଷ୍ଣୁର ନାମାନ୍ତର କାଳ, ସେହି ଭିତରେ ଯଜ୍ଞ ଫଳ, ସେ ପ୍ରଭୁ କାଳର ମହିମା, କେ କହିପାରେ ଗୁଣ ସୀମା, ପ୍ରିୟ ପ୍ରିୟ ଯାର ନାହିଁ, ବିନାଶ କରେ ସର୍ବଦେହି, ଯେ କାଳ ପୁରୁଷର ଭয়ে, ନିରତେ ପବନଟି ବହେ, ଯେ କାଳ ଭये ସୂର୍ଯ୍ୟ ତାପେ, ଭ୍ରମେ ବ୍ରହ୍ମାଣ୍ଡ ମଧ୍ୟ ଆପେ, ଯାହାର ଭये ଦେବଗଣ, ବୃଷ୍ଟି କରନ୍ତି ଯଥାକ୍ଷଣ, ଯାହାର ଭये ତାରାଗଣେ, ଉଦିତ ହୁଅନ୍ତି ଗଗନେ, ଯାହାର ଭये ବୃକ୍ଷଗଣ, ଲତା ଓ ସାଧି ଶସ୍ୟମାନ, ଯଥାକାଳରେ ପୁଷ୍ପ ଫଳ, ଫୁଟନ୍ତି ଫଳନ୍ତି ନିର୍ମଳ, ଯାହାର ଭये ନଦୀଗଣ, ବହୁ ଅଛନ୍ତି ଅନୁକ୍ଷଣ, ଉଦ୍ଧତି ଯାହାର ଭୟରେ, ଅଦ୍ୟାପି କେବେ ନଉଛୁଳେ, ଅଗ୍ନି ଯାହାର ଭये ପୂର୍ଣ୍ଣ, ସମସ୍ତ କରଇ ଦହନ, ଯାହାର ଭये ଗିରିବର, ଭୂମିରେ ହୋଇଛି ନିଶ୍ଚଳ, ଯାହାର ଆଜ୍ଞା ପରମାଣେ, ଆକାଶ ଭୟ କରି ମନେ,
ସ୍ୱଦେହ ବିସ୍ତାର ସେ କଲା ସପ୍ତଲୋକକୁ ଠାବ ଦେଲା। ଯାର ଆଜ୍ଞାରେ ମହତ୍ତ୍ୱ ଶପତା ବରଣ ସಮೇତ ଦେହକୁ ବିସ୍ତାର କରିଛି ପ୍ରାଣକୁ ଧରିଣ ରହିଛି। ବ୍ରହ୍ମାଦି ଯେତେ ଦେବଗଣ ସଚରାଚର ଯେ ଭିଆଣ ଯାହାର ଭୟ ବାରେ ବାରେ ସର୍ଜନା ହୁଅନ୍ତି ସତ୍ୱରେ। ଯେ କାଳ ଭୟରେ ତ୍ରିଗୁଣ ସୃଷ୍ଟି ପାଳନ ସଂହାରଣ ସେ କାଳ ରୂପୀ ଯେ ଅନନ୍ତ ଅନାଦି ଅବ୍ୟୟ ଅଚ୍ୟୁତ ସମସ୍ତ ଉତ୍ପତ୍ତି କରଇ ଗୁଣ ପ୍ରବାହ ଭାବ ବହି। ଯେ କାଳ ରୂପେ ଅନ୍ତ କରେ ଏଣୁ ଅନନ୍ତ ନାମ ଧରେ। ଏଣୁ ଏ କାଳର ମହିମା କେ ଜାଣିପାରେ ଗୁଣ ସୀମା। ମୋର ଭକତ ଜନେ ଯାହିଁ କାଳର ଅଧିକାର ନାହିଁ। ସୁଜନେ ଏଣେ କରମତି ତୁଟିବ ସଂସାର ଦୁର୍ଗତି। ଏ ମାତା ପୁତ୍ରଙ୍କ ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ। ପୁରାଣର ସମୟ ଗୀତ ହରିବ ସକଳ ଦୁରିତ ହଇ ବିପ୍ର ଜଗନ୍ନାଥ। ତୃତୀୟ ସ୍କନ୍ଧେ ଭାଗବତ।